ଚାଲିଛି, ଅଧଖଣ୍ଡିଆ ପ୍ରଚାର ବି ଚାଲିଛି। ଏବେ ପ୍ରଭୁ କାହାକୁ ସେବା ଲଗାଇଛନ୍ତି? ଆମେ ପ୍ରଚାରକ ମାନେ ପ୍ରଚାର ନ କଲେ ବାବା ମାନେ ପ୍ରଚାର କରିବେ, ବାବା ମାନେ ନ କଲେ ଫିଲ୍ମ ଷ୍ଟାର ମାନେ କରିବେ, ଫିଲ୍ମ ଷ୍ଟାର ମାନେ ନ କଲେ କଣ କରିବେ? ଆଣ୍ଡୁ ପାଣ୍ଡୁ ମାନେ ସବୁ ବାହାରିବେ। କେମିତି ମିଶା ଯୀଶୁଙ୍କର ନାଁ ଲୋକ ଶୁଣିବାର ଅଛି। ଯାହାକୁ ଯୀଶୁ ତା ନିଜର ମହାପ୍ରଭୁ ବିଷୟରେ ଜାଣା ନାହିଁ, ଯୀଶୁ ବିଷୟରେ କହିବାକୁ ବାହାରିଛନ୍ତି। କଣ ପ୍ରେଜ୍ ଦ ଲର୍ଡ। କେମିତି ମିଶା ଯୀଶୁ ନାଁ ତ ଆସୁଛି, ସତେ ନା ନାହିଁ? ମୁଁ ଚାହୁଁଛି ଏମିତି ସବୁଦିନ ଯୀଶୁ ନାଁ ଟିଭିରେ ଶୁଭୁଥାଉ, ସବୁଦିନ ମିଡିଆରେ ଶୁଭୁଥାଉ, ସବୁଦିନ ନେତାମାନେ ଆଲୋଚନା କରନ୍ତୁ, ଲୋକ ଜାଣନ୍ତୁ ଯୀଶୁ ନାଁ, ଯୀଶୁ ନାଁ, ଯୀଶୁ ନାଁ, ଯୀଶୁ ନାଁ ନେବ ସେ ପରିତ୍ରାଣ ପାଇବ। ଯୀଶୁ ନାଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯୀଶୁ କେବେ ବି କାହାରି କ୍ଷତି କରିନାହାନ୍ତି, ଖ୍ରୀଷ୍ଟିଆନ ମାନେ ବି କେବେ କାହାରି କ୍ଷତି କରନ୍ତି ନାହିଁ, ଅନିଷ୍ଟ କରନ୍ତି ନାହିଁ। ସୁଯୋଗ ଅଛି, ଏ ସୁଯୋଗକୁ ବୁଝନ୍ତୁ, ଆପଣଙ୍କ ଜୀବନକୁ ସଜାନ୍ତୁ। ଏବେ ପରମେଶ୍ୱର କଣ କରୁଛନ୍ତି? ସମସ୍ତଙ୍କୁ ମନ ପରିବର୍ତ୍ତନ କରିବାକୁ ସୁଯୋଗ ଦଉଛନ୍ତି, ସମସ୍ତଙ୍କୁ। ପୁଣି ତାର ମସ୍ତ ଖୋଲନ୍ତୁ। ଆମେ ପଢିଥିଲୁ এই ପଦଟା ଦିନେ, ପ୍ରେରିତ 17 ପର୍ବ 30-31, ପ୍ରେରିତ 17 30-31। ଈଶ୍ୱର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି, ଈଶ୍ୱର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟକୁ ମନ ପରିବର୍ତ୍ତନ କରିବା କଣ ନିମନ୍ତେ କରିବାକୁ? ମନ ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି। ଏବେ ସମସ୍ତଙ୍କୁ ମନ ପରିବର୍ତ୍ତନ କରିବା ପାଇଁ, ଧର୍ମାନ୍ତରୀକରଣ କରିବା ପାଇଁ ନୁହେଁ, ଜାତି ପରିବର୍ତ୍ତନ ପାଇଁ ନୁହେଁ, ନାମ ପରିବର୍ତ୍ତନ ପାଇଁ ନୁହେଁ, ସମସ୍ତଙ୍କୁ ଜଣାଉଛନ୍ତି ମନ ପରିବର୍ତ୍ତନ କର। ମନ এইটা মন পরিবর্তন করবার সময়। খ্রিস্টিয়ান মানে কেবে বি ধর্ম পরিবর্তন করতে নাই, খ্রিস্টিয়ান মানে মন পরিবর্তন করা পাই কহନ୍ତି। এইটা আরম্ভ হয়েছে কর বাপ্তি জগৎ জহনଙ୍କ ଠାରୁ ଶେଷ ପର୍ଯ୍ୟନ୍ତ এইটা ହିଁ ଚାଲିଥିବ, ପୃଥିବୀର ବିଚାର ହେବା ପର୍ଯ୍ୟନ୍ତ। ମନ ପରିବର୍ତ୍ତନ କର। ଏବେ ସମସ୍ତଙ୍କୁ ଜଣାଉଛନ୍ତି କଣ କରିବା ପାଇଁ? ମନ ପରିବର୍ତ୍ତନ କରିବା ପାଇଁ। ଆଜି ଯେତେ ଜଣ ବି ବସିଛନ୍ତି, ମୁଁ କହିବା ପାଇଁ ଚାହେଁ, ଆପଣଙ୍କର ମନ ପରିବର୍ତ୍ତନ ହେଇଛି କି? ମନ ପରିବର୍ତ୍ତନ ହେଇଛି? ଏବେ ସମସ୍ତଙ୍କୁ ଜଣାଉଛନ୍ତି ଆପଣଙ୍କର ଜୀବନକୁ ସଜାଡ଼ିବା ପାଇଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ବାଇବଲରେ କଣ ଲେଖା ଯାଉଛି? ପଦ ପଢିଲେ ଆପଣ ଜାଣିପାରିବେ। ପ୍ରଥମ ପିତର 4 ପର୍ବ 17-18 ପଦ। କାରଣ ଈଶ୍ୱରଙ୍କ ଗୃହ ଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ। ଈଶ୍ୱର ଆପଣା ଘରୁ ବିଚାର ଆରମ୍ଭ କରିବେ। ଜଗତର ବିଚାର କରିବା ପୂର୍ବରୁ ପରମେଶ୍ୱର ଆପଣା ଗୃହରୁ ବିଚାର କରିବା ଆରମ୍ଭ କରିବେ। ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କ ଠାରୁ ଆରମ୍ଭ ହୁଏ, ଯଦି ବିଚାର ଆମ ଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ଅନାଜ୍ଞାବହ ସେମାନଙ୍କର ଶେଷ ଦଶା କଣ ହେବ? ପୁଣି ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ, ଧାର୍ମିକ ତ ପରିତ୍ରାଣ ପାଇଯାଇଛି। କଣ ଲେଖା ଅଛି? ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ, କେଉଁଠାରେ ମୁହଁ ଦେଖାଇବ? ମୋର ପ୍ରିୟ ମାନେ, ଯଦି ଧାର୍ମିକ ଲୋକ, ପ୍ରଭୁ ଭାଇ ଲୋକ, ସେ ଯଦି କଷ୍ଟରେ ପରିତ୍ରାଣ ପାଉଛି, ଅଧାର୍ମିକ ପାପୀ ମାନେ କୋଉଠି ଯିବେ? ଧାର୍ମିକ ଲୋକ ଯଦି ବେଶୀ ଦିନ ଜଗତରେ ଥିବ, ସେ ବି ପାପୀ ହେଇକି ମରିବ। ସମସ୍ତଙ୍କୁ ମନ ପରିବର୍ତ୍ତନ କରିବାକୁ ସୁଯୋଗ ଦଉଛନ୍ତି। ଆଜି ସନ୍ଧ୍ୟାରେ ଯେତେ ଜଣ ବସିଛନ୍ତି, ମୁଁ କହିବା ପାଇଁ ଚାହେଁ, ଯଦି ପରିବର୍ତ୍ତନ ହବାର ଅଛି ପରିବର୍ତ୍ତନ ହେଇଯାଆନ୍ତୁ, ଜୀବନ ସଜାଇବା ଅଛି ସଜାଡ଼ି ଯାଆନ୍ତୁ, ପାପରୁ ଫେରିବା ଅଛି ଫେରି ଯାଆନ୍ତୁ, ମନ୍ଦତା ପରିତ୍ୟାଗ କରନ୍ତୁ। ବାକି ଧର୍ମ ଲୋକ ଭାବୁଛନ୍ତି କଣ? ଖ୍ରୀଷ୍ଟିଆନ ମାନଙ୍କୁ ଖେଦି ଦେବା ଆଉ ଆରାମରେ ଆମେ ଗିନି ବଜାଇ ଜାଣିନାହାନ୍ତି। ପୃଥିବୀ, ଭାରତ, ଓଡ଼ିଶା ମଣ୍ଡଳୀ ଥିବା ଜାଗା ସୁରକ୍ଷିତ ଥିବ। ଯୋଉଦିନ ମଣ୍ଡଳୀ ଏ ଜଗତରୁ ଚାଲିଗଲା, ବିଶ୍ୱାସ ମାନେ ଜଗତ ପରିତ୍ୟାଗ
ଜାଣିବେ ମୋର ପ୍ରିୟମାନେ ସହିତ ଜାଣିବେ ଖ୍ରୀଷ୍ଟିଆନର ଭ୍ୟାଲ୍ୟୁ କଣ ଖ୍ରୀଷ୍ଟିଆନର ଭ୍ୟାଲ୍ୟୁ କଣ ଆମେ କାହିଁକି ଖ୍ରୀଷ୍ଟିଆନ ହେଇଛୁ ଏବେ ବୁଝିପାରିବେ ନାହିଁ ବୁଝିପାରିବେ ନାହିଁ କୋଉଟା ଚଟି ବହି ଗୋଟେ ପଢି କରି ତମେ ଡିବେଟ କରିବାକୁ ଆସିବ ବାଇବଲ ପଢ ଆଉ ଜାଣ ଯେ ଈଶ୍ୱର କିଏ ଯୀଶୁ ଖ୍ରୀଷ୍ଟିଆନ ମାନ ତ ଭଗବାନ ନୁହନ୍ତି ଖ୍ରୀଷ୍ଟିଆନ ମାନ ଆରାଧ୍ୟ ଦେବତା ନୁହନ୍ତି ସମୁଦାୟ ମାନବ ଜାତି ପାଇଁ ଏକମାତ୍ର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି ଆଉ ଦ୍ୱିତୀୟ କେହି ନାହାନ୍ତି ଯଦି ଗ୍ରହଣ କରିବା ଗ୍ରହଣ କର ନହେଲେ ଅନର୍ଥ କାଳ ଅନୁତାପ କରିବା ପାଇଁ ପଡିବ ଆପଣଙ୍କୁ ବି କହିବା ପାଇଁ ଚାହେଁ ଏବେ କଣ କରୁଛୁ କିଏ ମୋ କୋଉ ଯୀଶୁ ମୁଁ ମାନୁ ନାହିଁ ନୋ ପ୍ରୋବ୍ଲେମ ଜଣା ପଡିବ ଯୀଶୁ କିଏ ଯୀଶୁ କିଏ ଯେ ସେତେବେଳେ ଯେତେବେଳେ ସେ ବିଚାର କରିବାକୁ ଆସିବେ ଜଣା ପଡିବ ବାଇବଲ କଣ କହୁଛି ଦ୍ୱିତୀୟ ଗ୍ରନ୍ଥୀୟ 5 ପର୍ବ 10 ପଦ ଦ୍ୱିତୀୟ ଗ୍ରନ୍ଥୀୟ 5 ପର୍ବ 10 ପଦ କାରଣ ଭଲ ହେଉ ବା ମନ୍ଦ ହେଉ କଣ ଲେଖା ଅଛି କାରଣ ଭଲ ହଉ ବା ମନ୍ଦ ହଉ ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମାନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଖ୍ରୀଷ୍ଟଙ୍କ କାହାର ବିଚାର ସିଂହାସନ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଆମ ସମସ୍ତଙ୍କୁ ସେ ଖ୍ରୀଷ୍ଟିଆନ ହୁଅନ୍ତୁ ଅଣଖ୍ରୀଷ୍ଟିଆନ ହୁଅନ୍ତୁ ହିନ୍ଦୁ ହୁଅନ୍ତୁ ବା ସନାତନୀ ହୁଅନ୍ତୁ ଆପଣ ଜାଣିଛନ୍ତି ହିନ୍ଦୁ ସନାତନୀ ନୁହେଁ ଆଉ ସନାତନୀ ହିନ୍ଦୁ ନୁହେଁ ପ୍ରଥମେ ଦେଖନ୍ତୁ ସେମାନେ କଣ ଅଟନ୍ତି ହିନ୍ଦୁ ଶବ୍ଦ ତ ବାହାରୁ ଆସିଥିବା ସେ ସାମ୍ରାଜ୍ୟ କରିବାକୁ ଆସିବା ଲୋକ ନାଁ ଦେଲେ ଯେଉଁମାନେ ସିନ୍ଧୁ ନଦୀ ଅତିକ୍ରମକ ଆସିଲେ ସେମାନେ କଣ ବୋଲି କହୁଛନ୍ତି ହିନ୍ଦୁ ସେମାନେ ସ ବୋଲି ଉଚ୍ଚାରଣ କରିପାରିବେନି ହୋ ବୋଲି କହିଲେ ସିନ୍ଧୁକୁ ହିନ୍ଦୁ ବୋଲି କହିଲେ ଏଇଟା ମୁଇଁ କହୁ ନାହିଁ ଏଇଟା ଆମର ଦେଶର ସବୁଠାରୁ ବିଜ୍ଞ ବ୍ୟକ୍ତି ତାଙ୍କର ବହିରେ ଲେଖୁଛନ୍ତି ଏମାନେ ନିଜର ନାଁ ନାହିଁ ଏଟା ସେ କିଏ ହଉ ସେ କୋଉ ଜାତିର ହଉ କୋଉ ଧର୍ମର ହଉ କୋଉ ଭାଷାର ହଉ କୋଉ ପ୍ରାନ୍ତର ହଉ ସେ ପୃଥିବୀର କୋଉଠି ବାସ କରୁ ଦିନ ଆସିବ ଖ୍ରୀଷ୍ଟଙ୍କ ବିଚାର ସିଂହାସନ ସାମ୍ନାରେ ପ୍ରତ୍ୟେକଙ୍କୁ ପ୍ରକାଶ ହେବାକୁ ପଡିବ ଏବେ ଜୀବନ ସଜାଡି ପାରିବେ ଯେତେ ଲୋକ ଏଠି ବସିଛନ୍ତି ମୁଁ କଥା ହଉଛି ସେମାନେ ଆଜି ଅନଲାଇନରେ ଅଛନ୍ତି ମୁଁ କହିବା ପାଇଁ ଚାହେଁ ଯଦି ଜୀବନ ଠିକ ନାହିଁ ଠିକ ଥିଲା ପରେ ଅଭିନୟ କରନ୍ତୁ ନାହିଁ ଛଳନା କରନ୍ତୁ ନାହିଁ ଖ୍ରୀଷ୍ଟଙ୍କର ବିଚାର ସିଂହାସନ ସାମ୍ନାରେ ଆପଣଙ୍କୁ ମତେ ପ୍ରକାଶ ହେବାକୁ ହେବ ଏଇଟା ଲେଖା ହେଇଛି ଏଟା କାହାଣୀ ନୁହଁ ଆଜି ଆପଣଙ୍କ ଜୀବନକୁ ସଜାଡି ପାରିବେ ମୋର ପ୍ରିୟ ଭାଇ ଭଉଣୀ ମାନେ ସମୟ ଅତ୍ୟନ୍ତ ଶୈତାନ ବ୍ୟତିବ୍ୟସ୍ତ ହଉଛି ଆପଣଙ୍କ ପାଇଁ ସୁଯୋଗ କମ ଆପଣଙ୍କୁ ପ୍ରବଞ୍ଚନା କରନ୍ତୁ ନାହିଁ ନିଜକୁ ରିସିଭ କରନ୍ତୁ ନାହିଁ ଯଦି ପାପରେ ଅଛନ୍ତି ଖ୍ରୀଷ୍ଟିଆନ ବୋଲି ଯଦି ପାପରେ ଅଛନ୍ତି ଆପଣଙ୍କ ପାଇଁ ମଧ୍ୟ ଦଣ୍ଡ ଅପେକ୍ଷା କରୁଛି ଯଦି ଖ୍ରୀଷ୍ଟିଆନ ହେଲେ ମଧ୍ୟ ଯଦି ପାପରେ ଅଛନ୍ତି କୁକର୍ମ କରୁଛନ୍ତି ଅସାଧୁ ଜୀବନ କାଟୁଛନ୍ତି ମନ୍ଦତାରେ ଲିପ୍ତ ଅଛନ୍ତି ଆପଣ ମଧ୍ୟ ସେମାନଙ୍କ ସହିତ ଦଣ୍ଡିତ ହେବେ କାରଣ ଖ୍ରୀଷ୍ଟଙ୍କର ବିଚାର ସିଂହାସନ ସାମ୍ନାରେ ଆମ ସମସ୍ତଙ୍କୁ ପ୍ରକାଶ ହେବାକୁ ପଡିବ ପ୍ରତ୍ୟେକଙ୍କୁ ତେଣୁ ଆଜି ସୁଯୋଗ ଅଛି ସଜାଡି ନେବା ଆପଣ ଖ୍ରୀଷ୍ଟିଆନ ହେଇପାରନ୍ତି ଅଣଖ୍ରୀଷ୍ଟିଆନ ହେଇପାରନ୍ତି ଆପଣ ବ୍ରାହ୍ମଣ ହେଇପାରନ୍ତି କରଣ ହେଇପାରନ୍ତି ଆଦିବାସୀ ହେଇପାରନ୍ତି ଭାରତୀୟ ହେଇପାରନ୍ତି ବିଦେଶର କୋଉ ଦେଶର ହେଇପାରନ୍ତି ଯଦି ଯୀଶୁଙ୍କୁ ଗ୍ରହଣ କରିବେ ନାହିଁ ପାପରୁ ଫେରିବେ ନାହିଁ ମନ୍ଦତାରୁ ଫେରିବେ ନାହିଁ ଖ୍ରୀଷ୍ଟଙ୍କ ବିଚାର ସିଂହାସନ ସାମ୍ନାରେ ଆପଣଙ୍କୁ ଠିଆ ହେବାକୁ ପଡିବ ଏଇଟା ବାଇବଲ କୁହେ ବାଇବଲ କାହାଣୀ ପୁସ୍ତକ ନୁହେଁ ବାଇବଲ କାହାଣୀ ପୁସ୍ତକ ନୁହେଁ ଜଣେ ଲୋକ କହୁଥିଲା ଆଜ୍ଞା ବାଇବଲ ଏତେ ଭେରାଇଟି କାହିଁକି ଅଛି ବାଇବଲ ଏତେ ଭେରାଇଟି କାହିଁକି ଦେଖାଯାଉଛି ଏଇଥିପାଇଁ ଯେପରି ଆପଣ ବୁଝିପାରିବେ ସରଳ ଭାବରେ ବୁଝିପାରିବେ ସେଇଥିପାଇଁ ଅନେକ ଟ୍ରାନ୍ସଲେସନ ଆସିଛି ପ୍ରିୟମାନେ ଭାଷା ଅଲଗା ଅଲଗା ଅନୁବାଦ ଅଲଗା ଅଲଗା କିନ୍ତୁ ମୂଳ ପ୍ରସଙ୍ଗ ଗୋଟେ ଏକ ଭାବ ପରିବର୍ତ୍ତନ ହଉନାହିଁ ସତ୍ୟତା ପରିବର୍ତ୍ତନ ହଉନାହିଁ ସେ ଗୋଟିଏ ସତ୍ୟତା ସହିତ ଆପଣ ଯୋଉ ଭାଷାରେ ବାଇବଲ ପଢନ୍ତୁ ସେ ମୂଳ ବିଷୟକୁ ରଖିକରି ହିଁ ଅନୁବାଦଟା ହେଇଛି ଲୋକ ଭାବୁଛନ୍ତି ତମର ତ ବାଇବଲ ଆଗ କେତେ କେତେ ପ୍ରକାର ଅଛି କଣ ପାଇଁ ପ୍ରକାର ଅଛି ଆପଣ ଯେପରି ସତ୍ୟତାକୁ ବୁଝିପାରିବେ
ବୁଝିପାରିବେ ସରଳ ଭାବରେ ବୁଝିବା ପାଇଁ ଗୁଡନେସ୍ ବାଇବଲ ଅଛି ଯେଉଁମାନେ ESV ବାଇବଲ ଅଛି NKJV ଅଛି NIV ଅଛି ଏତେ ଟ୍ରାନ୍ସଲେସନ କାହିଁକି ଯେପରି ଆପଣ ସହଜରେ ବୁଝିପାରିବେ ଆମର ଦେଶର ଲୋକ କହୁଛନ୍ତି ଆମର ସଂସ୍କୃତରେ ଅଛି କାହାକେ ସଂସ୍କୃତ ଜାଣା କାହାକୁ ଜଣା କିଏ ଜାଣିଛେ ସଂସ୍କୃତ ଥରେ ମୋର ଗୋଟେ ସାଙ୍ଗ ସେ ଗୋଟେ ପୂଜାରେ ବସିକି ପୂଜା କରୁଛି ମନ୍ତ୍ର ଉଚ୍ଚାରଣ କରୁଛି ମୁଁ ତାକୁ ଦେଖିଲି କିଏ କେବେ ପୂଜା କରିବାକୁ ଆରମ୍ଭ କଲା ସେ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରୁଛି ମୁଁ ଠିଆ ହେଲି ମତେ ଦେଖି ସାରି ଦିଟା କଲା କହିଲି ପରେ ସରାଇଲା ଆସିଲା ମୁଁ କହିଲି ତୁଇ ବି ହିନ୍ଦୀ ପଢିଛୁ ମୁଇଁ ବି ହିନ୍ଦୀ ପଢିଛି ସାଙ୍ଗରେ ସ୍କୁଲରେ ପଢିଲୁ ତତେ ସଂସ୍କୃତ କେମିତି ଜାଣା ପଡେ ସେ କହିଲା ତୁଇ ଭାବୁଛୁ ମୁଁ ସଂସ୍କୃତ ଜାଣିଛି ମୁଁ ସଂସ୍କୃତ ଜାଣି ନାହିଁ ମାତ୍ର ଏମାନଙ୍କୁ ଜଣା ନାହିଁ ଏମାନେ ପଚାରିବେ ବି ନାହିଁ ଆର ଅର୍ଥ କଣ ବୋଲି କହି ଏମାନେ ଆମ ସାହିରେ ସେ ଖୋଜୁଥିଲେ ଗୋଟେ ପୂଜାରୀ ଦରକାର ଅଛି ଆମର ପୂଜା କରିବା ପାଇଁ କିଏ ନାହିଁ ମୁଇଁ ଭାରି ଆଇଲି ଭାବରେ ମୁଁ ମନ୍ତ୍ର କହୁଛି ବୋଲି ମୁଁ ସେ ଫର୍ମୁଲାଟାକୁ ଜାଣିଛି ମୁଁ ପୂଜା କରିଦଉଛି କହିଛନ୍ତି 2000 ଟଙ୍କା ଦେବେ ବୋଲି 2 ଘଣ୍ଟା ପାଇଁ ଆସିଛି ମାନେ ଆମର ନିଜର ଭାଷାରେ ଓଡ଼ିଆ ଭାଷାରେ ହିନ୍ଦୀ ଭାଷାରେ କହିଲେ ଆମେ ବୁଝିପାରୁନୁ ସଂସ୍କୃତ ବୁଝିବ ଏଠି ଆମେ ଯେତେ ଜଣ ବସିଛୁ ଆମେ ପ୍ରତ୍ୟେକ ବାଇବଲ ଧରି କରି ବସିଛୁ ବାଇବଲ ଧରି ବସିଛୁ ये बाइबल हाथ को उठाइलो तो देखो हां उठा दो हालेलुया हां देखो किडियो तने उठा हालेलुया सेटा पाई प्रिय माने हमको के भोगवा करी पारबो नहीं अगर कोई एक बार बाइबल पढ़ लेता है उससे दुनिया का कोई ताकत बेवकूफ नहीं बना सकता कोई भी नहीं सेटा पाई फैसला करू चलती बाइबल पढ़ो नहीं बाइबल पढ़ी देला ताके भोगवा बनाए हो आमे भोगवा नहीं कोन कहछती एमान के भोगवा बनाए ख्रिस्टियन करूछती हमके भोगवा बनाए ख्रिस्टियन करू नाती ख्रिस्टियन हेबा पूर्वरु हमें भोगा थिलु once upon a time we are भोगवा once upon a time we are भोगवा but now କାହିଁକି ବାଇବଲ ପଢି ଦେଇଛୁ ମୋର ପ୍ରିୟ ମାନେ ଯେମାନେ ଯୀଶୁକୁ ବିରୋଧ କରୁଛନ୍ତି ମୁଁ ଖାଲି କହିବା ପାଇଁ ଚାହେଁ ବସ ଆଉ ସ୍ଥିର ଭାବରେ ବାଇବଲ ପଢ ନହେଲେ ଅନନ୍ତ କାଳ ଅନୁତାପ କରିବା ପାଇଁ ପଡିବ ଯେ ମୁଁ କାହିଁକି ବାଇବଲ ପଢିଲି ନାଇଁ ବାଇବଲ ତୁମେ କେମିତି ପରିତ୍ରାଣ ପାଇବ କେମିତି ଉଦ୍ଧାର ପାଇବ କେମିତି ମୁକ୍ତି ପାଇବ ଏଭ୍ରିଥିଙ୍ଗ ଲେଖା ହେଇଛି ରେକର୍ଡ ହେଇଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ବଞ୍ଚିଥିବା ସମୟରେ ତାଙ୍କ ବିରୁଦ୍ଧରେ କହିବା ପାଇଁ କାହାର ଶକ୍ତି ନଥିଲା ସେ ଚାଲିଗଲା ପରେ 2000 ବର୍ଷ ପର୍ଯ୍ୟନ୍ତ ଭୁଲଭାଲ କରିବ ମୁଁ କାଲି କହୁଥିଲି ସୂର୍ଯ୍ୟକୁ ଟିକେ ମୁହଁ କରି ଝୁକି ଦେଖ କାଲି ସୂର୍ଯ୍ୟ ବାହାରିବ କି ନାହିଁ ବାହାରିବରେ କଣ କାର ମୁହଁରେ ପଡିବ मुरे पड़ो सूर्य को मुह कर छेप पका जदि मुरे पड़ो जीशु तो धार्मिकतार सूर्य जहाँ कौन पाप ना दोष ना से संपूर्ण भाव निर्दोष निष्कलंक व्यक्ति जीशु अटंती समुदाय मानव जाति निष्कलंक मेष शावक आवश्यक था आउे प्रभु जीशु ख्रीस्ट आउ कहीं ग्रहण देखुं कौन बोली ग्रहण एक पर्व 29 पद जन एक पर्व 29 पद तही आर दिन से यीशु को निज पाखक आसुथिबा देखि कहिले एही देखो ईश्वरन को मेष शावक जे जगतर पाप बोही नहीं जान जे जगतर पाप जगतर जेते लोक पाप रे अछंती से पापी मनुष्य को उद्धार करबा पाए परित्राण करबा पाए एकमात्र मेष शावक प्रभु यीशु ख्रीस्ट अछंती जे जगतर पाप बोही नहीं जान आमेन शास्त्र को है रक्त पात बिना पाप मोचन हुए नहीं और सही रक्त क्रूस रे गुहाइबा पाए से आसीथि प्रेज द लॉर्ड और से रक्त नहीं मुक्ति अछि से को जाति को धर्म को भाषा लोक हो दुनिया रे एमटी को नदी नहीं
ଏମିତି କୋଉ ପୋଖରୀ ନାହିଁ ଯୋଉଠି ବୁଡି ଦେଲେ ପାପ ମାରିଯିବ। ଇଚ୍ଛା ଅଛି ବୁଡି ବୁଲ, ଡାବୁ ଅଛି, ଉଡାଜାହାଜରେ ଯାଅ, ଟ୍ରେନରେ ଯାଅ, କୋଉଠି ଯାଅ, କୋଉ ନଦୀରେ ବୁଡୁଛ ବୁଡ, କିନ୍ତୁ ଉଦ୍ଧାର କେବଳ ଯୀଶୁଙ୍କ ରକ୍ତରେ ଅଛି। ଏଟା ଶାସ୍ତ୍ର କହୁଛି। ନହେଲେ ଅନନ୍ତ କାଳ ଅନୁତାପ କରିବା ପାଇଁ ପଡିବ। କାହିଁକି ମୁଁ ଯୀଶୁକୁ ବିଶ୍ୱାସ କଲି ନାହିଁ, କାହିଁକି ମୁଁ ଯୀଶୁକୁ ଗ୍ରହଣ କଲି ନାହିଁ। ଆଉ ଖ୍ରୀଷ୍ଟିଆନ ମାନେ ଯେଉଁମାନେ ବସିଛ, ତମର କଥା ଟିକେ କହୁଛି, ଖ୍ରୀଷ୍ଟିଆନ ବୋଲି କରି ଯଦି ପାପରେ ଅଛ, ତମକୁ ମଧ୍ୟ ହେବ। ଭାବ ନାହିଁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଦେଲି, କୋଉ ଧର୍ମ ସ୍ୱର୍ଗକୁ ନେବ ନାହିଁ। ପ୍ରିୟ ମାନେ, ଖ୍ରୀଷ୍ଟିଆନ ଧର୍ମ ସ୍ୱର୍ଗକୁ ନେବ ନାହିଁ, ସନାତନ ଧର୍ମ ବି ସ୍ୱର୍ଗକୁ ନେବ ନାହିଁ। ସ୍ୱର୍ଗକୁ ଯଦି କେ ନେବେ, ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ଆଉ ସେ କୌଣସି ଧର୍ମର ନୁହନ୍ତି। ଏଇଟା ଲୋକ ଜାଣିବା ଦରକାର। ଆମେ କଣ ଏଇ ଧର୍ମକୁ ଲୋପ କରି ସେଇ ଧର୍ମ ପ୍ରତିଷ୍ଠା କରିବା ପାଇଁ ଚାହୁଁନୁ। ଆମେ କେବେ ବି ଚାହୁଁନୁ ଯେ ଭାରତ ଗୋଟେ ଖ୍ରୀଷ୍ଟିଆନ ଦେଶ ହବ ବୋଲି। ଆମେ ଚାହିଁଛୁ ପ୍ରତ୍ୟେକ ଭାରତୀୟ ମାନେ ଯୀଶୁକୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରନ୍ତୁ, ଜାଣନ୍ତୁ ଯେ ଯୀଶୁ ହିଁ ତ୍ରାଣକର୍ତ୍ତା ଅଟନ୍ତି। ମନେ ରଖିଥାନ୍ତୁ, ଖ୍ରୀଷ୍ଟିଆନ ଧର୍ମ ଆପଣଙ୍କୁ ରକ୍ଷା କରିପାରିବ ନାହିଁ, କି ସନାତନ ଧର୍ମ ବି ରକ୍ଷା କରିପାରିବ ନାହିଁ। ରକ୍ଷା ଯଦି କରିପାରିବେ, ସେ କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ଆଉ ଦ୍ୱିତୀୟ କେହି ନାହାନ୍ତି। ଆଉ ସେ ଖ୍ରୀଷ୍ଟିଆନ ଧର୍ମର ପ୍ରତିଷ୍ଠାତା ନୁହନ୍ତି, ଖ୍ରୀଷ୍ଟିଆନ ଧର୍ମର ଉଦ୍ଭାବକ ନୁହନ୍ତି, କି ଖ୍ରୀଷ୍ଟିଆନ ଧର୍ମର ପ୍ରବର୍ତ୍ତକ ବି ନୁହନ୍ତି। ସେ ସମୁଦାୟ ମାନବ ଜାତି ପାଇଁ ଏକମାତ୍ର ପ୍ରାୟଶ୍ଚିତ ଅଟନ୍ତି। ଆଜି ମୁଁ କହିବା ପାଇଁ ଚାହେଁ, ଯଦି ଆପଣ ପାପରେ ଅଛନ୍ତି, କେହି ମଧ୍ୟ ପାପରେ ଅଛନ୍ତି, ଏଇଟା ସୁଯୋଗ। ମୁଁ କହିବା ପାଇଁ ଚାହେଁ, ଯଦି କୌଣସି ଧର୍ମର ସତ୍ୟତା ଅଛି, ଆମର ଭଳିଆ ଶାସ୍ତ୍ର ଧରି ଆସନ୍ତୁ, ମିଟିଂ ଆୟୋଜନ କରନ୍ତୁ, ଘୁରି ଘୁରି ଲୋକକୁ ବୁଝାନ୍ତୁ, କୁହନ୍ତୁ ଏ ଠେଙ୍ଗା ବାଡ଼ି ଧରି କରି ନିରୀହ ଲୋକକୁ ମାରି କରି ଧମକାଇ କରି ତୁମେ ଧର୍ମ ସ୍ଥାପନ କରିବ, ହୁଏତ ଡରାଇ କରି ତୁମେ ସଂଖ୍ୟା ବଢାଇ ପାରିବ, କାହାକୁ ପରିବର୍ତ୍ତନ କରିପାରିବ ନାହିଁ। ପ୍ରିୟ ମାନେ, ସତ୍ୟତା ହିଁ ପରିବର୍ତ୍ତନ କରିବ, ଆଉ ସେ ସତ୍ୟ ଆଉ ଦ୍ୱିତୀୟ କେହି ନାହାନ୍ତି, ଯୀଶୁ। ମତେ ଜଣେ କହୁଥିଲେ କଣ ବୋଲିକରି, ନାଇଁ ଯୀଶୁ ଖ୍ରୀଷ୍ଟ ତାଙ୍କର ଅଜ୍ଞାତ 18 ବର୍ଷରେ ସେ କଣ କରିଥିଲେ, ସେ ସତ୍ୟତା ଅନ୍ବେଷଣ କରିବା ପାଇଁ ଭାରତକୁ ଆସିଥିଲେ। କିଟା ଅନ୍ବେଷଣ କରିବା ପାଇଁ? ଜୋହନ 14:6 ପଢିଲା ନାହିଁ? ଜୋହନ 14:6 କଣ ଲେଖା ହେଇଛି? ଯୀଶୁ ତାହାଙ୍କୁ କହିଲେ, ଯୀଶୁ କାହାକୁ କହିଲେ? ଥମାକୁ କହିଲେ, ରେ ଥମା ତୁ ଭାରତକୁ ଯିବୁ ନାହିଁ କି? ଶୁଣିଥା, ଯୀଶୁ ତାହାକୁ କହିଲେ, ମୁଁ ପଥ, ମୁଁ ସତ୍ୟ, ମୁଁ ଜୀବନ ଅଟେ। ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବ ନାହିଁ। ଯୀଶୁ ସତ୍ୟତା ଅନ୍ବେଷଣ କରିବା ପାଇଁ 18 ବର୍ଷ ବୁଲି ନାହାନ୍ତି, ସେ ହିଁ ସତ୍ୟ ଅଟନ୍ତି। ହି ଇଜ ଦ ଟ୍ରୁଥ। ସେ ଟ୍ରୁଥ ଫାଇଣ୍ଡିଂ କରିବାକୁ ବୁଲି ନାହାନ୍ତି, ସେ ସତ୍ୟ ଅନ୍ବେଷଣ କରିବାକୁ ବୁଲି ନାହାନ୍ତି, ସେ ହିଁ ସତ୍ୟ ଅଟନ୍ତି, ସେ ହିଁ ସତ୍ୟ ଅଟନ୍ତି, ଆଉ ଦ୍ୱିତୀୟ ସତ୍ୟ କେହି ନାହାନ୍ତି। ଯୀଶୁ କହିଲେ ଏଇ କଥା ସେଦିନ ଥମା କହିଲେ, ତାଙ୍କୁ ପ୍ରାଣରେ ମାରିଦେଲେ ଏମାନେ ତ୍ରିଶୂଳରେ। ଏବେ ବି ସେ ସତ ଯେ କହୁଛି, ତାକୁ ମାରିବୁ, କାଟିବୁ, ଆଣିବୁ, ଭାଜିବୁ, ଖାଇବୁ ବୋଲି ବୁଲୁଛନ୍ତି। ସତ୍ୟ ଅଛି କୁହ ଭାଇ। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯଦି ଖ୍ରୀଷ୍ଟିଆନ ପରି ଜୀବନ କାଟୁ, ନହେଲେ ଖ୍ରୀଷ୍ଟିଆନ ବୋଲି କୁହ ନାହିଁ। ନାନା ପ୍ରକାର ପାପ, ନାନା ପ୍ରକାର ଅସାଧୁ ଜୀବନ କାଟି ଆପଣ ଜଗତରେ ରହିପାରିବେ, ଜଗତକୁ ଏନ୍ଜୟ କରିପାରିବେ, ପୃଥିବୀର କୌଣସି ଦେଶରେ ରହିପାରିବେ, କିନ୍ତୁ ସ୍ୱର୍ଗକୁ ଯାଇପାରିବେ ନାହିଁ। ପାପ ସହିତ ସ୍ୱର୍ଗକୁ ଏନ୍ଜୟ କରିପାରିବେ ନାହିଁ। ଏବେ କଣ କହୁଛନ୍ତି? ମୁଁ କାହାକୁ ହିସାବ ଦେବାର ନାହିଁ, ମତେ କେହି ହିସାବ ମାଗବାକୁ ହବ ନାହିଁ, ମୁଁ ନିଜର ବସ୍। ଏବେ କାହାକୁ ହିସାବ ଦେବାର ନାହିଁ, କିନ୍ତୁ ଯେ ଆପଣଙ୍କୁ ସୃଷ୍ଟି କରିଛନ୍ତି, ସେ ସୃଷ୍ଟିକର୍ତ୍ତାଙ୍କୁ ଆପଣଙ୍କୁ ହିସାବ ଦେବାକୁ ପଡିବ। ରୋମିଓ 14 ପର୍ବ ତାର 12 ପଦ। ମୁଁ ଯାହା କହୁଛି ଶାସ୍ତ୍ରରୁ କୋଟ୍ କରିକି କହୁଛି, ମୁଁ କୌଣସି ଅତିରଞ୍ଜିତ କଥା କହୁନାହିଁ ବା ଉତ୍ତେଜିତ ବି କହୁନାହିଁ। ହ୍ୱାଟ ଇଜ ରିଟନ୍ ସେଇଟା ହିଁ ମୁଁ କୋଟ୍ କରିକି କହୁଛି। ଅତଏବ ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ। ନିଜ ନିଜର ହିସାବ ଦେବାକୁ ହବ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଈଶ୍ୱରଙ୍କ ଛାମୁରେ କଣ କରିବାକୁ ହବ? ଆମ ସମସ୍ତଙ୍କୁ ନିଜ ନିଜର ହିସାବ।
ପ୍ରତ୍ୟେକଙ୍କୁ ଆପଣା ଆପଣାର ହିସାବ ଦେବାକୁ ପଡିବ। ଆପଣ ଯିଏ ବି ହୁଅନ୍ତୁ ନା କାହିଁକି, ଆପଣ କୋଉ ଜାତିର ହୁଅନ୍ତୁ, କୋଉ ଭାଷାର ହୁଅନ୍ତୁ, କୋଉ ଧର୍ମର ହୁଅନ୍ତୁ, କୋଉ ବର୍ଗର ହୁଅନ୍ତୁ, ଯାଇ ଆସେ ନାହିଁ, ଆପଣଙ୍କୁ ଈଶ୍ୱରଙ୍କ ସମ୍ମୁଖରେ ନିଜର ହିସାବ ଦେବାକୁ ପଡିବ। ଦେନା ପଡେଗା ସବको ହିସାବ। ହିସାବ ବାଇବଲ କଣ କହୁଛି ଦେଖନ୍ତୁ, ପ୍ରକାଶିତ ବାକ୍ୟ ତାର 20 ପର୍ବ ତାର 11 ପଦରୁ ପଢି ଯିବା 13 ପଦ ପର୍ଯ୍ୟନ୍ତ। तत्परे ମୁଁ ଗୋଟିଏ ବୃହତ୍ ଶ୍ଵେତବର୍ଣ୍ଣ ସିଂହାସନ ଓ ତଦୁପବିଷ୍ଟ ବ୍ୟକ୍ତିଙ୍କୁ ଦର୍ଶନ କଲି। ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ। ପୁଣି ମୁଁ କ୍ଷୁଦ୍ର ଓ ମହାନ କ୍ଷୁଦ୍ର ଆଉ ମହାନ, କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ, ସମସ୍ତ ଯେତେ ଲୋକ ମରିକରି ପଡିଛନ୍ତି ତାକୁ ପୋଡେଇଛ କି ପୋତିଛ ଯାଇ ଆସେ ନାହିଁ, ଯେତେ ଲୋକ ସୃଷ୍ଟିର ଆରମ୍ଭରେ ଏବେ ପର୍ଯ୍ୟନ୍ତ ମରିଛନ୍ତି ପ୍ରତ୍ୟେକ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ, ସିଂହାସନ କୋଉ ସିଂହାସନ? ଶ୍ଵେତବର୍ଣ୍ଣ ସିଂହାସନ। ଶ୍ଵେତବର୍ଣ୍ଣ ସିଂହାସନ କାହିଁକି? ଯେ ସେଇ ସିଂହାସନରେ ଯାହା ବି ବିଚାର ହବ, ରାଇଟସ୍ ଜଜମେଣ୍ଟ, ହ୍ୱାଇଟ ଜଜମେଣ୍ଟ ହବ, ସେଇଥିପାଇଁ ହ୍ୱାଇଟ ସିଂହାସନ ଅଛି। ସେ ଧଳା ବର୍ଣ୍ଣ ସିଂହାସନ କାହିଁକି? ଯେ ସେଇଠି କଳା ହେବ ନାହିଁ କିଛି, ଯାହା ହେବ ଧଳାରେ ବିଚାର ହବ, ହ୍ୱାଇଟ ଜଜମେଣ୍ଟ, ଫେୟାର ଜଜମେଣ୍ଟ। ସେଇଥିପାଇଁ ଶ୍ଵେତବର୍ଣ୍ଣ ସିଂହାସନ ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି। ଆଉ ପୁସ୍ତକ ସବୁ ଫିଟାଗଲା। କଣ କରାଯାଉଛି? ପୁସ୍ତକ ସବୁ ଫିଟାଗଲା। ପରେ ଜୀବନ ପୁସ୍ତକ ନାମକ, କି ପୁସ୍ତକ? ଜୀବନ ପୁସ୍ତକ, ଜୀବନ ସାରା ଯାହା ଯାହା କରିଛ, ଜୀବନ ପୁସ୍ତକ ନାମକ ଏକ ପୁସ୍ତକ ଫିଟାଗଲା। ସେହି ପୁସ୍ତକ ମାନଙ୍କରେ ସେଇ ପୁସ୍ତକ ମାନଙ୍କର ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ଆପଣ ଯୋଉ କର୍ମ କରିଛନ୍ତି ସେ କର୍ମ ଅନୁସାରେ ବିଚାରିତ ହେଲେ। ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ, ଯୋଉମାନେ ସମୁଦ୍ରରେ ମରିଛନ୍ତି, ସମୁଦ୍ରରେ ବୁଡିଛନ୍ତି, ସମୁଦ୍ରରେ ମାରିକି ପକାଇ ଦିଆଯାଇଛି। ଏବେ ସେଠି କେତେ ଲୋକ ମରିଲେ ଜଣା ନାହିଁ, ସବୁ ଗାଏବ। କଣ କଲେ କି ମୋର ଖାଇଦେଲେ ଜଣା ନାହିଁ। ସେମାନେ ତ କହୁଛନ୍ତି ଆମେ ମର ଖାଉଛୁ ବୋଲି। ଜଣେ କହୁଛି ମୁଁ ମର ଖାଏ, ମୁଁ ବ୍ରେନ ଖାଏ, कलजा खाए, आतनी खाए, आंतड़ी में खाता हूँ। अरे कौन हाड़ो भीतर रस को एटा मने मुनुष लेखा माने एते लोक खोजी बुलुछथि सब मिलु नाही केने गल्ला ओडिया गला कि कुई गल्ला सब कुई गल्ला पार्लियामेंट रे पचाछथि केने गल्ला ए माने कोन सब लुचाइबा पे एक्सपर्ट कोरोना समय सब लुचाइले आमर बालेश्वर बाहाना गाने लोक बोले से सब लुचाइले सब सब ये माने जो मान सब आज मिली भी नहीं समुद्र रे बा माटी रे पति दिया जायछि बा पड़ी दिया जायछि से दिन समस्त उठबे आता परे समुद्र आपणार मध्यवर्ती मृत्यु मान को समर्पण कला आ मृत्यु पाताल सेमानक मध्यवर्ती मृत मानक समर्पण कला मृत्यु और पाताल सेमानक मझिरे जेमन मरि छथि सेमानक समर्पण कला पुनि सेमाने प्रत्येक अपना कर्मानुसार व्हाटएवर यू आर डूइंग आपने जो किया है अपना कर्मानुसार विचारित हेले हेबाकु पड़िबो मोर प्रिय भाई भौणी माने आपण मान मन रखिथांतु जो माने आज बसी वाक्य सुनुछंती YouTube रे सुनुछंती ऑनलाइन रे छंती ऑफलाइन रे छंती समस्त कहिबा पाई चाहे आपनकर कर्म तिने विचारित हो समय अछि सुधरी जा एबे समय अछि जो माने बसी छंती समस्त कहिबा पाई चाहे जदी जीवन ठीक नाही चरित्र ठीक नाही पाप रे छंती व्यभिचार रे छंती मद पिउ छंती बाकी धर्म रे मद चलबो गोजे मिसा चलो मते थरे जने लोक कहू आज्ञा देश रे आज्ञा बहुत लोक ख्रिस्टियन
ଛାଡ଼ିକି ଆମ ଧର୍ମକୁ ଗ୍ରହଣ କରୁଛନ୍ତି। ଆପଣ କଣ କହିବେ ମକେ? କଣ କହିବେ? ମୁଁ କହିଲି ବାବୁ ଗୋଟେ ଟାଇମ ଆସିବ ସବୁ ଲୋକ ଖ୍ରୀଷ୍ଟିଆନ ଧର୍ମ ଛାଡ଼ିଦେବେ। କାହିଁକି? ଏଠି ମଦ ପିଇବାକୁ ମନା, ସେଠି ଚଲେଗା। ଏଠି ଗଞ୍ଜେଇ ମନା, ସେଠି ଚଲବ। ଏଠି ବ୍ୟଭିଚାର ମନା, ସେଠି ଚଲବ। ସବୁ କୁକର୍ମ, ଦୁର୍ନୀତି, ଭ୍ରଷ୍ଟାଚାର ଚଳବ, ଏଠି ଚଳବ ନାହିଁ। ସେଟା ପାଇଁ ଲୋକ ଛାଡ଼ି ଦଉଛନ୍ତି, ଚାହୁଁଛନ୍ତି ଜାନା କି ନାହିଁ ବୋଲି। ମୁଁ ଖାଯାଇ ପଳେଇଲା ପଲା କୋଉଠି ଯିବ? ପ୍ରିୟ ମାନେ, ପ୍ରଭୁ ଆମକୁ 70 ବର୍ଷ ଦେଇଛନ୍ତି କଣ ପାଇଁ? ଆମର ପାପ ପୂର୍ଣ୍ଣ ଜୀବନକୁ ସଜାଡ଼ିବା ପାଇଁ। ପାପର ବେତନ ମୃତ୍ୟୁ। ମୃତ୍ୟୁ ବୋଲେ ଅନନ୍ତ ମୃତ୍ୟୁ। ମଲା ପରେ ଦିଟା ଜାଗା ଅଛି, ଇଠି ନହେଲେ ସିଠି, ସ୍ୱର୍ଗ ନହେଲେ ନର୍କ। ଏବେ ବିଚାର ହଉନାହିଁ, କର୍ମ ଅନୁସାରେ ବିଚାରିତ ହବ। ଆଜି ସୁଯୋଗ ଅଛି କଣ କରିବା ପାଇଁ? ଆମର କର୍ମକୁ ଟିକେ ଦେଖିବା ପାଇଁ। ମୋର ଜୀବନ କେମିତି ଅଛି, ମୁଁ କେମିତି ଜୀବନ କାଟୁଛି। ଯେତିକି ବସିଛ ବାସି ମଦ ଖାଉ ମାନେ, ଇଂଲିଶ ମଦ ପିଉ ମାନେ, ସାଧା ସାଧା। ଭଉଣୀ ମାନେ ପକାଇ କରି ଟିଭି ଦେଖୁଛ ରାତି ଯାକ, ପ୍ରଭୁ ଛାଡ଼ି ଦେଇଛନ୍ତି। ଆଖି ଫୁଟା ଯାଏ ବୋଲେ ଜାଣବା କିଛି ହେଉନାହିଁ। ପର ସ୍ତ୍ରୀକୁ ବସାଇ ବାଇକରେ ବୁଲୁଛ, କିଛି ହେଉନାହିଁ। ଫୋନ ଦେରି କରି ରାତି ଯାକ କାଟାଉଛ, କିଛି ହେଉନାହିଁ। ଆଉ ପିତାକୁ ଆସ ତ ଆକୁ ଚିହ୍ନିଛ? ଚିହ୍ନିଛ କି ନାହିଁ? ଆନା କି ନା? ଆକୁ ଓଡ଼ିଶାର ଜାଣିଛନ୍ତି ଟିଭି ବାହିନୀ। ଟିଭି ବାହିନୀ ବେলা ସବୁ ଜାଣିଛନ୍ତି, ଯୋଉଠି ବି ଯିବେ। ପ୍ରିୟ ମାନେ, ଏ ବାବୁ ଯେତିକି ଜାଣିଛି, ଏକୁ ବାଇବଲ କଲେଜର ସ୍କଲାର ନାହିଁ, ପଣ୍ଡିତ ନାହିଁ, ଏତେ ବି ଶିକ୍ଷିତ ନାହିଁ। ଗାଁ ନିପଟ ଗାଁର ପୁଅଟା, ସେ ଯେତିକି ଜାଣିଛି ସେତିକି ୟୁଟ୍ୟୁବରେ ଆକୁ କାରେକ୍ସନ କରିବାକୁ ଭାବିଛନ୍ତି। ମାନେ କାହିଁ ଥିଓଲୋଜିଆନ ଏ କଣ ବାଇବଲ କଲେଜରୁ ପଢି ଆସିଛି, ଆକୁ କାରେକ୍ସନ କରିବ? କାରେକ୍ସନ କରୁନେ, ତୁମେ ବି ବନେଇ କରି ଛାଡ଼। କାରଣ କେମିତି ହେଲେ ମଧ୍ୟ ଚାହୁଁଛି ତାର ଜ୍ଞାନ ଲୋକକୁ ପହଞ୍ଚିବା ପାଇଁ। ଏ ପୁଅ ପାଇଁ ତାଳି ମାର ତ। ମାନେ ମତେ ଥରେ ଜଣେ ବିଶ୍ୱ ଆଜ୍ଞା କହୁଛନ୍ତି, ନିରଞ୍ଜନ ଭାଇ ଆପଣ ଶୁଣିଲେ ପୁଅଟା ଆପଣ କରିବାର କହୁଛି, କଣ କହୁଛି? ମୁଇଁ ନ ଜାଣିଲା ପରେ କିଏ ବୋଲି ସେ ଖାଲି ଦେଖାଇଲେ। ମୁଁ କହିଲି ତମେ ବୁଝୁଛ କି ବୋଲି? ହଁ ମୁଁ ବୁଝୁଛି ନା, ବୁଝୁଛି ସବୁ ବୁଝୁଛନ୍ତି। ଟିଭି ବାଡି କଥା ସେ ଗୀତ ଟିକେ ଗାଇଲ, ଟିଭି ବାଡି ଗୀତ ଗାଇଦେଲ ତ। ଛାଡ଼ିଦେଲ ଟିଭି ବାଇଡ଼ି ଖଇନି ଧିଙ୍ଗିଆକୁ, ନ ଛାଡ଼ିଲେ ଚାଲି ଯିବୁ ସିଧା ଜୟପୁରକୁ। ଛାଡ଼ିଦେ ରେ ମଦୁଆ ବାୟା ଭାଙ୍ଗ ପୁଡ଼ିଆକୁ, ନ ଛାଡ଼ିଲେ ଚାଲି ଯିବୁ ସିଧା ନର୍କକୁ। ଭାଙ୍ଗ ତୁ ଖାଉଥିବୁ, ପୁଡ଼ିଆ ତୁ ଚାବୁଥିବୁ, ମଦ ତୁ ପିଉଥିବୁ, ସିଗାରେଟ ତୁ ଝିକୁଥିବୁ। ଚର୍ଚ୍ଚ ଲଗେ ଆସି କରି ଯୀଶୁଙ୍କୁ ତୁ କହୁଥିବୁ ସ୍ୱର୍ଗୀୟ ରାଜା, ହେ ଯୀଶୁ ରାଜା, ସ୍ୱର୍ଗୀୟ ରାଜା, ହେ ଯୀଶୁ ରାଜା। କହନ୍ତି ନେବା, କହନ୍ତି ନେବା, কন্তি রকবাই মকে ছনে কো কন্তি রকবাই। মানে 2 ঘন্টার যেটা বুঝাউছে 2 মিনিটে গাই করি দেবাবে তো কিছু নাই সামনে দেখতে না পাবো এটা মাইকে তো খবর আছে यार चैनल अच्छी करते आप लोग चाहिए सब्सक्राइब कर दीजिए है ना सब्सक्राइब करो तो सुनो 2-3 मिनट 10 मिनट ज्यादा को जतकी जानी छी सबकी से चेष्टा करू छी लोगों को बुझाइबा पाई प्रभु तक आशीर्वाद करू प्रिय भाई बोली माने कहिबा पाई चाहे तो सुजोग अछि कोन करबा पाई हम जीवन को सजानो पाई पापनु फेरबा पाई मंदतानु फेरबा पाई हम जानि छु जदि एमती आका थिबु जयपुर जी ये तुमको स्वर्ग नहीं पारबो ने प्रभु कहबे ने आसो तुमके दया करी स्वर्ग दया करी आसो प्लीज आसो नेबे ने तुम
প্রিয় ভাই বলি মানে ভাবো নাই খ্রিস্টান হয়ে গেল বলে স্বর্গে খেটে দেবো বলি করি যদি জীবন ঠিক নাই চরিত্র ঠিক নাই স্বভাব ঠিক নাই ସୁଯୋଗ ଅଛି ସଦ୍ବ୍ୟବହାର କରନ୍ତୁ ଆଗକୁ କାଳ ମନ୍ଦ ଅଟେ କାହିଁକି ସମସ୍ତଙ୍କୁ ଆପଣ କର୍ମ ଅନୁସାରେ ବିଚାରିତ ହେବାକୁ ହେବ ତେଣୁ ଆଜି ସନ୍ଧ୍ୟାରେ ମୁଁ ବହୁତ ସମୟ କହିବି ବୋଲି ଭାବୁଥିବି ଏ ଫାଟେଇ ବାଟା କରୁ କରୁ ଫାଟେଇ ବାଟା କର କାର୍ଯ୍ୟକ୍ରମର ଗୋଟେ ସମୟ ହେଇଗଲା ଆଉ କିଛି କହିପାରିବି ନାହିଁ ସମୟ ହେଇଗଲାଣି ଆପଣମାନେ ବି ଯିବେ ଆପଣମାନଙ୍କ ଘରକୁ ତେଣୁ ମୁଁ ସଂକ୍ଷେପରେ କହିବା ପାଇଁ ଚାହେଁ ଆପଣଙ୍କ ଜୀବନକୁ ଆପଣ ଦେଖନ୍ତୁ ଯଦି ଜୀବନ ଠିକ ନାହିଁ ଆକ୍ଟିଂ କର ନାହିଁ ଆକ୍ଟିଂ ବୋଲେ କେଟା ଓଡ଼ିଆରେ ଅଭିନୟ କରିବେ ନାଇଁ କି बोले कि साहब से टेंट का केंद्र कर बजाने से जोर जीती वो सिर्फ कलर जीती जोर जीती वो ताकु जदी माटी रे थीबो माटी रे कलर कुड़े थिले कुड़े रे कलर सीमेंट थिले सीमेंट रे कलर काठ रे थिले काठ रे कलर पत्र पाकर थिले पत्र कलर से टेंडका पाखरे जति कलर नै ता टोटी कलर हम पाके आमे उचु बहुरूपी क्रिश्चियन के क्रिश्चियन बहुरूपी से माने भाबुचंती कोन ए माने सबका क्रिश्चियन कर देबे बोली आमे क्रिश्चियन करू ना हमर क्रिश्चियन कर मुंडू काम के नत माने मो प्रिय माने मो ओना क्रिश्चियन को क्रिश्चियन करबा मूड रे नाही एबे क्रिश्चियन को क्रिश्चियन करबा मूड रे अछि आमे जो माने क्रिश्चियन बोली कहूचु आमे भी ठीक नहीं आमे जदि ठीक है तांतु सेमन हमको प्रश्न भी करि पारि न थांते जदि हमर जीवन ठीक थाता हमर चरित्र ठीक थाता आदि मो कहिबा पाइ चाहे जदि जीवन ठीक नहीं ठीक थिला पर अभिनय करते काहे कि प्रत्येक कर्मर विचार प्रत्येक कर्म प्रकाश वाक्य 2 पर्व 23 पद प्रकाश वाक्य 2 पर्व पुणी आम्भे ताहार संतान मानंकु मृत्यु द्वारा विनाश करिबो सेथिरे आम्भे जे मर्म और हृदयर परीक्षक पुणी तुम मानकर प्रत्येक जन को अपना अपना कर्मानुसार फलदाता एहा मंडली घोर जानिबे सुनंतु परमेश्वर कोन करिबे प्रत्येक को अपना अपना कर्मानुसार व्हाटएवर यू आर डूइंग अपना को कर्म अनुसार विचार करते तो कर्म को सजाड़ो उल्टा पुल्टा सुल्टा काम करो नहीं आज बसिला बेले जदि एटी के पीबा लोक बसिछ आज छाड़ो भौणी माने तुम स्वामी जदि मत पीबो किस बोल कहबो ए दे जय कुछ उसकी कहता बात दी तुम डॉक्टर टीवी पाइडी ए दे जयपुर जीवु की केंदी जेते पचारि तुम टोकी राती को फोन रे कथा होछि कि नहीं हेलो शांति की बासंती की जयंती हेले तू जयपुर जीवु की कहता हां ए खोइनी खेपो को पचारो ना ना खेती को जीवु की कहता कथा ए बाइक रे परस्त्री को बसे बुलू कोट का ना ना ए स्त्री कौन करती मुंह जाकर कपड़ा बांधी दोची से हेलमेट पिंदी दोची के जानबे नहीं गाँ लोक जानबे नहीं मंडली लोक जानबे नहीं समाज लोक जानबे नहीं और प्रभु आनी जानबे नहीं कौन भूमि माने निज स्वामी संग बाइक रे बसे पटपट राज के दिन लागबो पर लोक ले खाली हाथ थापी दे कौन देखुचंती देखुछ हमर मधु हमन एने तेने हेरी देबे केने टुचकी न पी दुछ उड़िया बेटवा रमदी परे मोबाइल में फोन आले कोन करबे हमर पुओ जो फास्ट देखबे प्रथम में कंफर्म करबे मके के देखुछ की नहीं के देखु नहीं एवरी चारि पर्व तार 13 पद एवरी चारि पर्व तार 13 पद पड़ी थाओ चिन्ह को रोकी थाओ ईश्वर को सम्मुख रे कौनसी प्राणी अप्रकाशित नुहे से को धर्म रहो को जाति रहो को भाषा रहो को वर्ग रहो से केते बड़ लोक हो ईश्वर को सम्मुख रे कौनसी प्राणी अप्रकाशित नुहे मात्र जहां को
ଆମ୍ଭମାନଙ୍କୁ ନିକାଶ ଦେବାକୁ ଆମ୍ଭ ହେବ। ମାନଙ୍କୁ ନିକାଶ ଦେବାକୁ ହେବ। ସେ କୋଉ ଧର୍ମ ହଉ, ସେ ଖ୍ରୀଷ୍ଟିଆନ ହଉ କି ସନାତନୀ ହଉ, ସେ କୋଉ ଦେଶର ହଉ କୋଉ ଭାଷାର ହଉ, ଈଶ୍ୱରଙ୍କ ସମ୍ମୁଖରେ ଆମ୍ଭ ମାନଙ୍କୁ ନିକାଶ ଦେବାକୁ ହେବ। ତାହାଙ୍କ ଦୃଷ୍ଟିରେ ତାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ। ତୁମେ ମହାପ୍ରଭୁ ବନାଉଛ, ଭାବୁଛ ମହାପ୍ରଭୁ ଏମିତି ହେଇଥିବେ, হিন্দি পারবে না, কাতারি পারবে না। হ্যাঁ, তুমি ইনোভারে বলবো, স্করপিওর বলবো, বড় বড় গাড়ির বলবো, মহাপ্রভু কেমতি বলবে? জানি না হাঙ্কি স্পরকে এইটা আমার পেইন। কে খ্রিস্টান হচ্ছে কি হিন্দু হচ্ছে তাই আছে নাই, মোর পেইন কোন মনুষ্য জানি নাই যে সে যে পাপ করুছি তার পরিণাম তাকে ভোগবা পাই পড়ব। এইটা আমার পেইন, এইটা আমার ভারত পাই কষ্ট অটে। মু ভারতীয় হেই করি, ওড়িশা রহি করি, ওড়িয়া হেই করি, মু কিছু করি পারু নাই। এইটা আমার পেইন, ଆଉ କିଛି ନୁହେଁ ପ୍ରିୟମାନେ। এইটা আমার পেইন। লোক জানি নাহাନ୍ତି যে ସେମାନେ ଅନନ୍ତ ଲୋକମାନଙ୍କୁ ଯାଉଛନ୍ତି। There is a judgment, ଗୋଟେ ବିଚାର ଅଛି, ଜାଣନ୍ତି ନାହିଁ ତାର କର୍ମ ଅନୁସାରେ ତାର ବିଚାର ହେବ। ପୃଥିବୀର ସବୁଠାରୁ ବିଜ୍ଞ ବ୍ୟକ୍ତି, ପୃଥିବୀର ସବୁଠାରୁ ବିଜ୍ଞ ବ୍ୟକ୍ତି ସଲୋମନ ତାଙ୍କର ବହି ସାରିଲା ବେଳକୁ ଗୋଟେ କଥା କହି ସାରୁଛନ୍ତି। ଉପଦେଶକ 12 ପର୍ବ ତା ଶେଷ ପଦ 14 ପଦରେ ସେ କଣ ବୋଲି କହୁଛନ୍ତି? ଯେହେତୁ ପରମେଶ୍ୱର ପ୍ରତ୍ୟେକ କର୍ମ ପୁଣି ଭଲ କି ମନ୍ଦ ପ୍ରତ୍ୟେକ ଗୁପ୍ତ ବିଷୟ ବିଚାରରେ ଆଣିବେ। ସେ କିଏ ବି ହଉ, ଏଠି ଯେତେ ଲୋକ ବସିଛନ୍ତି, ଆପଣ ଯୋଉ କର୍ମ କରୁଛନ୍ତି ଆଉ ଯୋଉ ଶୁଣୁଛନ୍ତି, ଆପଣ ୟୁଟ୍ୟୁବରେ ଶୁଣିକରି ଏ ଗାଳି ଦବାଟା ବନ୍ଦ କରନ୍ତୁ। ଏ ମନ ମଲା କଥା କବାଟା ଛାଡ଼ନ୍ତୁ। ପ୍ରଥମେ ନିଜ ଜୀବନକୁ ଦେଖନ୍ତୁ। ଆମେ ହିନ୍ଦୁ ବିରୋଧୀ ନହୁଁ, ଆମେ କୋଉ ଧର୍ମ ବିରୋଧୀ ନହୁଁ, ଆମେ କୋଉ ଧର୍ମ ପ୍ରତିଷ୍ଠା କରିବାକୁ ଚାହୁଁନାହୁଁ। ଆମେ ଚାହୁଁଛୁ ଜାଣି ରଖିଥାଅ, ଆମ ପ୍ରତ୍ୟେକ ନା ହିନ୍ଦୁ ନା ଖ୍ରୀଷ୍ଟିଆନ ନା ମୁସଲମାନ ନା କୋଉ ଦେଶ କୋଉ ଭାଷା ସମସ୍ତଙ୍କର ବିଚାର ହେବ ଦିନେ। এইটা জানিଥାଅ, এইটা আমার পেইন। কে খ্রিস্টান ହେଉଛି କି ହିନ୍ଦୁ ହେଉଛି କିଛି ଫରକ ପଡୁନାହିଁ, କିଛି ଫରକ ନାହିଁ। ଫରକ କଣ? ସେ ଜାଣି ନାହିଁ ଯେ ତାର ବିଚାର ହେବା ପାଇଁ ଯାଉଛି। କେବେ ହେବ? ଏବେ ହେଉନାହିଁ। ଏବେ ଭୁକଡାରି କରି ଜିମ୍ ଯାଇକରି ଫୁଟାଣି ମାରୁଛ ତୁମେ, କଣ ଭାବୁଛ? ପ୍ରିୟମାନେ, ଏ ଦାଦା ଲୋକକୁ ଦେଖ। ବାଇବଲ କଣ କହୁଛି? ପ୍ରଭୁ ଯେବେ ବିଚାର କରିବାକୁ ଆରମ୍ଭ କରିବେ, ତମ ସୁନା ଟଙ୍କା କାମରେ ଆଇବ ନାହିଁ। ବିଚାର କରିବେ, ଏବେ ଜ୍ଞାନୀ, ଏବେ ପାୱାର ଅଛି, ଏବେ ତମ ଧନ ଅଛି, ଏବେ ତମ ଜ୍ଞାନ ଅଛି। there is a time of judgment। ବିଚାର କରିବେ, ଏଟା ବାଇବଲ କହୁଛି, ମୁଁ କହୁନାହିଁ। ଝିନିମେ ଭାବବାଦୀ ତାର 9 ପର୍ବ ତାର 23 ଆଉ 24 ପଦରେ ସ୍ପଷ୍ଟ ଭାବରେ କହୁଛନ୍ତି। ଝିନିମେ 9 ପର୍ବ ତାର 23 ଆଉ 24 ପଦ ଅଣ୍ଡରଲାଇନ କରିଥାନ୍ତୁ। ଆଜି 3ଟା ବିଷୟକୁ ନେଇ ଲୋକ ଟେମ୍ପର ହଉଛନ୍ତି। ସଦାପ୍ରଭୁ ଏହି କଥା କହନ୍ତି। କି ପ୍ରଭୁ? ସଦାପ୍ରଭୁ ନାହିଁ, ହେଲା? କି ପ୍ରଭୁ? ପୃଥିବୀର 2 ପ୍ରକାର ପ୍ରଭୁ, ଗୋଟେ ସାଦା ପ୍ରଭୁ, ଗୋଟେ ସଦାପ୍ରଭୁ। ମନୁଷ୍ୟ ଯାହାକୁ ବନେଇଛି ସେ ସାଦା, ଆଉ ଯେ ମନୁଷ୍ୟକୁ ବନେଇଛନ୍ତି ସେ ସଦାପ୍ରଭୁ ଅଟନ୍ତି। ସଦାପ୍ରଭୁ ଏଇ କଥା କହନ୍ତି, ଜ୍ଞାନବାନ ଆପଣ ଜ୍ଞାନବାନ। ଆଜି ଯୋଉମାନେ ଜ୍ଞାନବାନ କହୁଛନ୍ତି, ଜ୍ଞାନବାନ ଆପଣ ଜ୍ଞାନରେ ଦର୍ପଣ କରୁ। କି ହବ ବଳବାନ ଆପଣ ବଳବାନ। ଆଜି ପାୱାର ଅଛି, ମସଲ ପାୱାର ଅଛି, ପଲିଟିକାଲ ପାୱାର ଅଛି, ଧନର ପାୱାର ଅଛି। ବଳବାନ ଆପଣ ବଳର ଦର୍ପଣ କରୁ। ଧନବାନ ଆପଣ ଧନରେ ଦର୍ପଣ ଧନବାନ। ଏବେ ଆମେରିକାରେ ନିଆଁ ଲାଗଲା, ଧନବାନ ମାନେ ଘର ଛାଡି ପଳେଇଲେ ଲେଡିଜ ପାଇଁ। ପ୍ରିୟମାନେ, ଜୀବନ ବଞ୍ଚାଇବା ପାଇଁ କୋଟି କୋଟି ଟଙ୍କାର ଘର, ହଜାର ହଜାର କୋଟି ଟଙ୍କାର ଘର, ପୃଥିବୀର ସବୁଠାରୁ ଧନୀ ଲୋକମାନଙ୍କର ଘର ସବୁ ନିଆଁରେ ପାଉସ ହେଇଗଲା। କୋଉ ଜ୍ଞାନ, କୋଉ ଧନ, କୋଉ ପ୍ରତିଷ୍ଠା କିଏ ରକ୍ଷା କରିବ? ଏବେ ଜୀବନ ଅଛି, ପ୍ରାଣ ଅଛି, ବଦଳି ଯିବା। କର୍ମ ଅନୁସାରେ ସେ ବିଚାର କରିବେ। ଈଶ୍ୱର ସେ ଖ୍ରୀଷ୍ଟିଆନ ମାନଙ୍କୁ ଈଶ୍ୱର, ହିନ୍ଦୁ ମାନଙ୍କୁ ଈଶ୍ୱର ନୁହନ୍ତି। ଈଶ୍ୱର ଅଟନ୍ତି।
ସୃଷ୍ଟିକର୍ତ୍ତା ଏକମାତ୍ର ଅଟନ୍ତି, ବିଚାରକର୍ତ୍ତା ବି ଏକମାତ୍ର ଅଟନ୍ତି, ଆଉ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ଦ୍ୱିତୀୟ କେହି ନାହାନ୍ତି। ଏଇଟା ଆପଣ ମନେ ରଖିଥାନ୍ତୁ ପ୍ରିୟ ଭାଇ ଭଉଣୀମାନେ, ଏଇଟା ଶାସ୍ତ୍ର କହୁଛି। এইটা ମୁଁ କହିବାକୁ ଚେଷ୍ଟା କରୁଛି, এইটা আমার হৃদয়ের পেইন। কেবে লোক বুঝিবে, কেবে বুঝিবে? বাইবেল ନ ପଢିକରି ଅସାଧୁ ଭାବରେ ମନ୍ତବ୍ୟ ଦେବା ଛାଡି ଦିଅନ୍ତୁ। କଣ କର, ବାଇବଲ ପଢନ୍ତୁ, ଥରେ ବାଇବଲ ପଢ, ଜାଣିବ ଈଶ୍ୱର କିଏ। Without Bible, it is impossible to know God. Without Bible, Bible ବିନା ଈଶ୍ୱରକୁ ଜାଣି ହେବ ନାହିଁ। ସେ କଣ କରିବେ? ଆମର କର୍ମ ଅନୁସାରେ ବିଚାର କରିବେ। ମନେ ରଖ, ମଣ୍ଡଳୀକୁ ବିଚାର କରିବେ। ଏହା ମଣ୍ଡଳୀ ଗଣ ଜାଣିବେ, ଭାବ ନାହିଁ ମରିଗଲେ ସରିଗଲା ବୋଲି। ମରିଗଲେ କିଛି ସର୍ବ ନାହିଁ, ତାର କର୍ମ ତାର ପିଟି ପିଟି ଯିବ, ତାର ପଶ୍ଚାତଗାମୀ ହେବ। ପ୍ରକାଶ ବାକ୍ୟ 14 ପର୍ବ 13 ପଦ ପଢନ୍ତୁ। ପ୍ରକାଶ ବାକ୍ୟ 14 ପର୍ବ ତାର 13 ପଦ। କଣ ଲେଖା ଅଛି? ପୁଣି ମୁଁ ସ୍ୱର୍ଗରୁ ଏହି ବାଣୀ ପୁଣି ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କ ଠାରେ ଥାଇ ମରନ୍ତି, ପ୍ରଭୁଙ୍କ ଠାରେ ଥାଇ ମରନ୍ତି, ସେମାନେ ଧନ୍ୟ। ସେମାନେ ଧନ୍ୟ। ହଁ, ହଁ, ଆତ୍ମା କହୁଅଛନ୍ତି, ଆତ୍ମା କହୁଅଛନ୍ତି, ସେମାନେ ଆପଣ ଆପଣ ପରିଶ୍ରମ ସେମାନେ ଆପଣ ଆପଣ ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ କାରଣ ସେମାନଙ୍କର କର୍ମ, ସେମାନଙ୍କର ଅନୁବର୍ତ୍ତୀ ହେବ। ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ। ମାନେ ସେମାନଙ୍କ କର୍ମ ସେମାନଙ୍କ ପଛେ ପଛେ ଆସିବ। ଆପଣ ଯିଏ ବି ହୁଅନ୍ତୁ, ଯେଉଁ ପ୍ରକାର କର୍ମ କରୁଛନ୍ତି, ତାର ପ୍ରତିଫଳ ଦିନେ ମିଳିବ, ଆପଣଙ୍କୁ ମିଳିବ। ଆଜି ସଜାଡି ହେଇଯିବା। ଆଜି କଣ? ପଇସା ଦେଇକି, ଟଙ୍କା ଦେଇକି, ଓକିଲକୁ କିଣି ଦେଇକି, ବିଚାରପତିକୁ କିଣି ଦେଇକି, ଥାନା ବାବୁକୁ କିଣି ଦେଇକି, ସାକ୍ଷୀକୁ ଧମକାଇ କରି ତୁମେ ହୁଏତ ଆଜି ଜିଣି ଯାଇପାରିବ। ଆଜି ଭାବି ପାରିବ ମୋର କିଏ କଣ କରିବ, କିନ୍ତୁ ଦିନ ଆସୁଛି ସମସ୍ତଙ୍କୁ ଠିଆ ହେବାକୁ ପଡିବ। ଗୋଟେ ଦିନ ଧାର୍ଯ୍ୟ କରିଛନ୍ତି ସେ ଜଗତର ବିଚାର କରିବା ପାଇଁ, ଗୋଟେ ଦିନ ଧାର୍ଯ୍ୟ କରିଛନ୍ତି। ଆଉ ସେଇ ଦିନ ପ୍ରତ୍ୟେକ ମନୁଷ୍ୟ, ସେ ଖ୍ରୀଷ୍ଟିଆନ ହଉ କି ସନାତନୀ ହଉ, ସେ କୋଉ ଧର୍ମର ହଉ, ପ୍ରତ୍ୟେକ ମନୁଷ୍ୟଙ୍କୁ ତାଙ୍କ ସମ୍ମୁଖରେ, ଏଇ ଈଶ୍ୱରଙ୍କ ସମ୍ମୁଖରେ, ସେ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କ ସମ୍ମୁଖରେ, ଯେ ସର୍ବଶକ୍ତିମାନ, ଯେ ଏକମାତ୍ର ଅଦ୍ୱିତୀୟ ଅଟନ୍ତି, ତାଙ୍କ ସମ୍ମୁଖରେ ଆମକୁ ହିସାବ ଦେବାକୁ ପଡିବ। କଣ ହିସାବ ଦେବେ? କଣ ହିସାବ? ସେଇଦିନ କୋଉ ମନ୍ତ୍ରୀ ମୋ ପାଖରେ ଠିଆ ହବ ନାହିଁ, କୋଉ ନେତା ଠିଆ ହବ ନାହିଁ, କୋଉ ବାବା ଠିଆ ହବ ନାହିଁ, ଆପଣଙ୍କୁ ମତେ ଠିଆ ହେବାକୁ ପଡିବ। ପର୍ସନାଲି ତାଙ୍କର ସିଂହାସନ ସାମ୍ନାରେ ଏପିଆର ହେବାକୁ ପଡିବ, ଆଉ ବିଚାର କରିବେ। ଗୋଟେ ଦିନ ଧାର୍ଯ୍ୟ କରିଛନ୍ତି। ଭାବୁଛନ୍ତି କିଏ ବିଚାର କରିବ, କିଏ କରିବ? ବାଇବେଲ କହୁଛି, ପ୍ରେରିତ 17 ପର୍ବ 31 ପଦରେ, ପ୍ରେରିତ 17 ପର୍ବ 31 ପଦ, କାରଣ ଯେଉଁଦିନ ସେ ଆପଣ ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା, ଯେଉଁଦିନ ସେ ଆପଣ ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ। କେମିତି ବିଚାର କରିବେ? ଧାର୍ମିକତାରେ। ଏବେ ଅଧାର୍ମିକ ବିଚାର ଚାଲିଛି, ଯେଉଁଦିନ ସେ ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଗୋଟିଏ ଦିନ ସ୍ଥିର କରିଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏ ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି। ତମେ ଗୁଗୁଲରେ ବଳକା ବିଷୟ ସର୍ଚ୍ଚ କରୁଛ, ଯୀଶୁଙ୍କର ଅଜ୍ଞାତ ବର୍ଷ କାଳେ ଥିଲା, ଏଟା ବି ସର୍ଚ୍ଚ କର, ଯୀଶୁଙ୍କ ସମାଧି କୋଉଠି ଅଛି? ଖାଲି ସମାଧି ଦୁଷ୍କ। ପୃଥିବୀରେ ଏକମାତ୍ର ସମାଧି ଯାହା ଶୂନ୍ୟ ଅଟେ, ତା ଯୀଶୁଙ୍କର ସମାଧି ଅଟେ। ସେ ଜୀବିତ ଅଟନ୍ତି, ସେ ଯୁଗେ ଯୁଗେ ଜୀବିତ ଅଟନ୍ତି, ମାଟିରେ ମିଶି ଯାଇନାହାନ୍ତି। ଶାସ୍ତ୍ର କଣ କହୁଛି? ସେ ଯେ ମୃତ୍ୟୁ ଦ୍ୱାରା ଆବଦ୍ଧ ରହିବେ, ଏହା ଅସମ୍ଭବ, ଇମ୍ପସିବଲ। Living God, true God, only God, He is going to judge every person. ପ୍ରତ୍ୟେକ ଲୋକର ବିଚାର କରିବେ। ଏଇଟା ଆମର ପେନ୍। କେ ଖ୍ରୀଷ୍ଟିଆନ ହଉଛି, କେ କଣ ହଉଛି, ଯାଇ ଆସେ ନାହିଁ ମୋର। ଯାଇ ଆସେ କଣ? ମଣିଷର ବିଚାର ଦିନେ ହେବାକୁ ଯାଉଛି, ଆଉ ତାର ବିଚାର କଥା ସବୁ କରେ, ତାକୁ ଠିଆ ହେବାକୁ ପଡିବ। ପ୍ରତ୍ୟେକ ମଣିଷକୁ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହେବାକୁ ପଡିବ, ତାର କର୍ମ ଅନୁସାରେ। କର୍ମ ଅନୁସାରେ ବାଇବଲ କୁହେ, ମୁଁ କହୁ ନାହିଁ। ପ୍ରକାଶ ବାକ୍ୟ 22 ପର୍ବ ଯଦି ଦେଖିବେ, ପ୍ରକାଶ ବାକ୍ୟ 22 ପର୍ବ ତାର 12 ପଦ,
22 পর্ব 12 পদ। ଦେଖ দেখো ଆମେ ଶୀଘ୍ର ଆମେ ଆସୁଛୁ ଶୀଘ୍ର ଆସୁଅଛୁ ପ୍ରତ୍ୟେକ ଲୋକକୁ ପ୍ରତ୍ୟେକ ଲୋକକୁ ତାହାର ତାହାର କର୍ମାନୁସାରେ କର୍ମାନୁସାରେ ଫଳ ଦେବାକୁ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭର ପୁରସ୍କାର ଆମ ସଙ୍ଗରେ ଅଛି। କଣ ଅଛି? ପ୍ରତ୍ୟେକ ଜଣକୁ ତାହାର କର୍ମାନୁସାରେ ଫଳ ଦେବାକୁ। ପ୍ରତ୍ୟେକ ଲୋକ ତାର କର୍ମ ଅନୁସାରେ ସେ କିଏ ବି ହେଉନା କାହିଁକି ପ୍ରତ୍ୟେକକୁ ତାର କର୍ମ ଅନୁସାରେ ବିଚାରିତ ହେବାକୁ ପଡିବ। এটা মনে রাখি, এটা তোমার খোপড়িরে পুরাই থাও। এবে বিচার হব নাই, কেবে হব? মৃত্যু পরে হব। হব ধনী মলা পরে কোটি যাব? জয়পুর। সে ভাবুଥିଲା କଣ ମୁଁ ଏତେ ଧନୀ, ଏତେ ବଡ ଘରେ ରହୁଛି, ଏତେ ବଡ ଗାଡି ଚଢି ବୁଲୁଛି, ଏତେ ଅଛି, ମଲା ପରେ ଜୟପୁର କାଟି ଦଉଛି ସିଧା ନରକକୁ। ହଁ, তোমার প্রতিষ্ঠা, তোমার ফুটানি, তোমার ঠাউঠার, তোমার জ্ঞান, তোমার অভিজ্ঞতা, তোমার কুটিল বুদ্ধি রক্ষা করে পারিব নাই বিচার। বাইবেল কହୁଛି মৃত্যু পরে বিচার নিরূপিত ଅଛି। ଅଛି মৃত্যু পরে ଅଛି, বিচার ଅଛି। ଆମେ କଣ ଭାବୁଛୁ ମୋ ବିଷୟରେ କେହି ଜାଣନ୍ତି ନାହିଁ। ପ୍ରିୟମାନେ ମଣିଷ ଜାଣି ରଖିଥାଉ ସେ ଯାହା ବି ପାପ କରିଛି। ପଦ ପଢିବା ଗାଲାତୀୟ ତାର 6 ପର୍ବ 7 ପଦ। ଗାଲାତୀୟ 6 ପର୍ବ ତାର 7 ପଦ। ଭ୍ରାନ୍ତ ନ ହୁଅ, ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପର ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଯଦି ଗୋଟେ ମଞ୍ଜି ପୋତିଛନ୍ତି, କୋଉ ମଞ୍ଜି ବି ହଉ, ଭାବ ନାହିଁ ମାଟିରେ ଦିନେ ଗଜା ହବ, ତାର ସମୟରେ ଗଜା ହେବ। ମନୁଷ୍ୟ ଯାହା ବୁଣିଛି, ଆପଣ ଯାହା ବୁଣିଛନ୍ତି, ବାଟୋଇ କୁଆଡେ ଯାଉଛି? ଯା ଯା ଯା, ତୁ ବୁଣିଛୁ ତାହା ହିଁ କାଟିବୁ, ହୀନ ତ ପାଇବୁ ନାହିଁ। ଯୋଉଟା ବୁଣିଛନ୍ତି ସେ କାଟିବେ, ସେ କିଏ ବି ହଉନା କାହିଁକି। ତେଣୁ ଏବେ ଆମେ ଧର୍ମର ଟେମ୍ପର ଛାଡିବାର ଅଛି, ଆମେ ଧାର୍ମିକ ହେବାର ଅଛି, ଆମେ ଜୀବନ ସଜାଡ଼ିବାର ଅଛି, ପାପରୁ ଫେରବାର ଅଛି। ପ୍ରିୟମାନେ ମନ୍ଦ ତର ଫେରବାର ଅଛି। କର୍ମ ବିଚାରିତ ହବ। ଅନେକ ଲୋକ ଭାବୁଛନ୍ତି ନାଇଁ ଆଜ୍ଞା ହେବ ନାହିଁ କାହିଁକି, କଣ ହେବ ନାହିଁ? ପ୍ରତ୍ୟେକ ପାପର ବିଚାର ଅଛି। ପଢିବି ଟିକେ ଗଣନା 32 ପର୍ବ 23 ପଦ। ଗଣନା 32 ପର୍ବ ତାର 23 ପଦ। ହଁ, ଗଣନା 32 23। ମାତ୍ର ତୁମେମାନେ ଯେବେ ସେ ରୂପ ନ ମାତ୍ର କର, ତୁମେମାନେ ଯେବେ ସେ ରୂପେ ନ କର, ତେବେ ଦେଖ ତୁମେମାନେ ସଦା ପ୍ରଭୁଙ୍କ ନିକଟରେ ତୁମେମାନେ ସଦା ପ୍ରଭୁଙ୍କ ନିକଟରେ ପାପୀ ହେବ। ପୁଣି ତୁମମାନଙ୍କର ପାପ ଯେ ତୁମମାନଙ୍କୁ ଧରିବ। କଣ ଲେଖାଯାଇଛି? ତୁମମାନଙ୍କ ପାପ ଯେ ତୁମମାନଙ୍କୁ ଧରିବ, ଏହା ନିଶ୍ଚିତ ଜାଣ। ଏହା ନିଶ୍ଚିତ ଜାଣ। ମୋର ଭାଇ ଭଉଣୀ ମାନେ ଯୋଉମାନେ ଶୁଣୁଛନ୍ତି, ଆପଣ ଖ୍ରୀଷ୍ଟିଆନ ହେଇପାରନ୍ତି, ଅଣଖ୍ରୀଷ୍ଟିଆନ ହେଇପାରନ୍ତି, ମନେ ରଖିଥାନ୍ତୁ ତୁମର ପାପ ତୁମକୁ ଧରିବ। ଆଉ ତୁମର ପାପର ଦିନ ହିସାବ ହବ, ତୁମ ପାପର ଦିନ ବିଚାର ହବ। ସେଇ ସତ୍ୟ ଜୀବିତ ଈଶ୍ୱରଙ୍କ ସିଂହାସନ ସାମ୍ନାରେ ଯେ ଧାର୍ମିକ ଅଟନ୍ତି, ଯାହାଙ୍କ ଠାରେ କୌଣସି ପାପ ଲୁଚି ପାରିବ ନାହିଁ। যে মনুষ্যକୁ ଚକ୍ଷୁ ଦେଇଛନ୍ତି ସେ ସର୍ବଦର୍ଶୀ ଅଟନ୍ତି। ଯେ ମନୁଷ୍ୟକୁ ଜ୍ଞାନ ଦେଇଛନ୍ତି ସେ ସର୍ବଜ୍ଞ ଅଟନ୍ତି। ଯେ ମନୁଷ୍ୟକୁ ବଳ ଦେଇଛନ୍ତି ସେ ସର୍ବବଳବାନ ଅଟନ୍ତି। ସେ Almighty God, all presence, ସବୁ ଜାଗାରେ ପ୍ରେଜେନ୍ସ ଥିବେ। ସେ omniscient God, omnipotent God, Almighty God, ସେ God ଅଟନ୍ତି, ସେ ପ୍ରଭୁ ଅଟନ୍ତି। ସେ ବିଚାର କରିବେ ଦିନେ ଯଦି ପାପରେ ଅଛନ୍ତି, ପାପ ଲୁଚାନ୍ତୁ ନାହିଁ। ଏବେ କ୍ଷମା ପାଇପାରିବେ, ଦୟା ପାଇପାରିବେ। ମୋର ଭାଇ ଭଉଣୀ ମାନେ ଯଦି ପାପରେ ଅଛନ୍ତି, ଏବେ ଫେରି ଆସନ୍ତୁ, ମନ୍ଦତାରୁ ଫେରି ଆସନ୍ତୁ। ଖ୍ରୀଷ୍ଟିଆନ ବୋଲି ପ୍ରବଞ୍ଚନା କରନ୍ତୁ ନାହିଁ, ଖ୍ରୀଷ୍ଟିଆନ ବୋଲି ଲୋକ ଦେଖାଣିଆ ହୁଅନ୍ତୁ ନାହିଁ। ଯଦି ପାପରେ ଅଛନ୍ତି ଫେରି ଆସନ୍ତୁ, କାରଣ ପ୍ରଭୁ ମଧ୍ୟ ଅନୁଗ୍ରହ ସମୟରେ ଏକା ଶୁଣିବେ, ଦୟା କଲା ବେଳେ ଏକା ଦୟା କରିବେ। ଏବେ ଟିକେ ସୁଯୋଗ ଅଛି, ପରନ୍ତୁ ମସ୍ତ ଦୟା କରି 2 Corinthians 6 ପର୍ବ ତାର 1 ଆଉ 2 ପଦ। 2 Corinthians 6 ପର୍ବ ତାର 1 ଆଉ 2 ପଦ।
ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ ପ୍ରତ୍ୟେକ ମନୁଷ୍ୟକୁ ଈଶ୍ୱର ଅନୁଗ୍ରହ କରିଛନ୍ତି। ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କ ଠାରେ ବୃଥା ନ ହୁଏ। ପ୍ରଭୁ ଆପଣମାନଙ୍କୁ ଯୋଉ ଅନୁଗ୍ରହ ଦେଇଛନ୍ତି ସେ ଅନୁଗ୍ରହ ପ୍ରାପ୍ତି ଯେପରି ତୁମଠାରେ ବୃଥା ନ ହୁଏ ଏଥିପାଇଁ ତାହାଙ୍କ ସହିତ ଏଥିପାଇଁ ଈଶ୍ୱରଙ୍କ ସହିତ ଏକତ୍ର କର୍ମ କରୁ ଏକତ୍ର ଈଶ୍ୱର ବି କାର୍ଯ୍ୟ କରୁଛନ୍ତି, ଆମେ ବି କାର୍ଯ୍ୟ କରୁଛୁ। ଏକତ୍ର କର୍ମ କରୁ କରୁ ଆମେମାନେ ନିବେଦନ କରୁଅଛୁ। ଆମେ ତୁମକୁ ନିବେଦନ କରୁଛୁ, ଫୁସଲାଉନୁ। କାହାକୁ ଫୁସଲାଉନାହୁଁ, ନିବେଦନ କରୁଅଛୁ। କାରଣ ସେ କହନ୍ତି କାରଣ ସେ କହନ୍ତି, କିଏ କହନ୍ତି? ସେ କହନ୍ତି ଆମ୍ଭେ ଅନୁଗ୍ରହର ଆମେ ସମୟରେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ ଅନୁଗ୍ରହ ସମୟରେ ତୁମର ପ୍ରାର୍ଥନା ଶ୍ରବଣ କଲୁ। ଆଉ ପରିତ୍ରାଣର ଆଉ ଦିନରେ ପରିତ୍ରାଣ ଦିନରେ ଆମ୍ଭେ ତୁମର ସାହାଯ୍ୟ କଲୁ। ଆମେ ତୁମର ସାହାଯ୍ୟ କଲୁ। ଦେଖ ଦେଖ ଏବେ ମହା ଅନୁଗ୍ରହ ଏବେ ଏବେ ମହା ଅନୁଗ୍ରହ ମହା ଶନିଗ୍ରହ ବି ଆସୁଛି, ମହା ସଙ୍କଟ ବି ଆସୁଛି। ଏଟା ବାକି ଲୋକ ଜାଣି ନାହାନ୍ତି, ଏଟା ବାକି ଲୋକ ଜାଣି ନାହାନ୍ତି। ଭାବୁଛନ୍ତି କଣ ଆହୁରି କେତେ ଲକ୍ଷ ବର୍ଷ ପରେ ପୃଥିବୀରେ କଳିଯୁଗ ସରିବ। ବାରେ ବା କେତେ ଦିନ ମୋର ପ୍ରିୟ ମାନେ ପୃଥିବୀ କେବେ ବିନଷ୍ଟ ହବ ଜାଣିନୁ। ଆମେ ମରିବୁ ସେ ତ ଜାଣିଛୁ। ଆମେ ଦୁଇଟା ବିଷୟ ଜାଣିନୁ, ଯୀଶୁ କେବେ ବିଚାର କରିବାକୁ ଆସିବେ ଜାଣିନୁ, ଆମେ କେବେ ଯିବୁ ଜାଣିନୁ। ପାରି ଫୋଟକା ପରା ଯିବ କେତେବେଳେ ଫୁଟା ଯାଇ ଦେ କାହାକୁ ଜଣା ନାହିଁ। ବେଶୀ ଟେମ୍ପର ହେବାର ନାହିଁ। ମୋର ପ୍ରିୟ ମାନେ ମୁଁ ବଡ ବଡ ବଳବାନ ଲୋକମାନଙ୍କୁ ଦେଖିଛି ଜିମ୍ରେ ମରବାଟା। ଜିମ୍ ବୋଲେ କି ଜାଣିଛ କି ନାହିଁ? ଯୋଉଠି ଯାଇ କରି ବଡି ବାହାର କରି ଦା ବୋଲବେ ସେ ଜିମ୍ରେ ମରବାଟା ଭାବ ନାହିଁ ତମକୁ କେ ବଞ୍ଚାଇ ଦବ ବୋଲି। ଦୁନିଆରେ ଏମିତି କୋଉ ଡକ୍ଟର ନାହିଁ ତୁମକୁ ବଞ୍ଚାଇବ। ତୁମେ ଆଇସିୟୁ ରେ ମଧ୍ୟ 10ଟା ଡାକ୍ତର ମଝିରେ ମରବ। ତୁମେ ଟୋଟଲି ଭର୍ତ୍ତି ସୁନାওলা ହିଁ ମରବ। ତୁମେ ଭାତ ଥାଳି ଧରି କରି ମରବ, ତମର ଏସି ରୁମରେ ଥାଇ କରି ମରବ। ମୃତ୍ୟୁ ଦିନେ ଆସିବ ସମସ୍ତଙ୍କ ପାଇଁ। ଆଉ ମୃତ୍ୟୁ ଆସିବା ପୂର୍ବରୁ ସୁଯୋଗ ଅଛି ଅନୁତପ୍ତ ହୋଇ ଫେରିଯିବା। ଏହା ମହା ଅନୁଗ୍ରହ ସମୟ। ଏବେ ପରିତ୍ରାଣ ଦିନ ଯାଇପାରିବେ ସେ ଅନୁଗ୍ରହ ସିଂହାସନକୁ ସମସ୍ତେ। ଖ୍ରୀଷ୍ଟିଆନ ନାହିଁ, ଅଣ ଖ୍ରୀଷ୍ଟିଆନ ବି ଯାଇପାରିବ ପ୍ରଭୁଙ୍କ କତିରେ। ସେ ସମସ୍ତଙ୍କ ପ୍ରଭୁ ଅଟନ୍ତି। ସେ ସମସ୍ତଙ୍କ ନିର୍ମାଣ ଯାଇ କହିପାରିବ ଲର୍ଡ ଆଇ ଏମ୍ ସରି ଲର୍ଡ। ଆପଣଙ୍କୁ ଖ୍ରୀଷ୍ଟିଆନ ହବା ଦରକାର ନାହିଁ। ଯୀଶୁଙ୍କ ପାଖକୁ ଯିବେ ଆଉ କହିବେ ପ୍ରଭୁ ମୋର ପାପ କ୍ଷମା କରିଦିଅ, ଆପଣଙ୍କ ପାପ କ୍ଷମା ହେଇଯିବ। କାରଣ କ୍ରିୟା କର୍ମରୁ ମୁକ୍ତି ମିଳେ ନାହିଁ। ଯଦି ଦାନ ଧର୍ମ ତ୍ୟାଗ ତପସ୍ୟା ପୁଣ୍ୟ କରି କୋଉଠି ବୁଡ଼ ପକାଇ ଯଦି ଲୋକ ରକ୍ଷା ପାଇ ଯାଇଥାନ୍ତା ଯୀଶୁଙ୍କୁ ଜଗତକୁ ଆସିବାର ଆବଶ୍ୟକ ନଥାନ୍ତା। ଯୀଶୁ କାହିଁକି ଆସିଲେ? ମନୁଷ୍ୟର ଯେତେ କ୍ରିୟା କର୍ମରେ ମଧ୍ୟ ସେ ଉଦ୍ଧାର ପାଇପାରିବ ନାହିଁ। ସେଇଥିପାଇଁ ସେ ଜଗତକୁ ଆସିଲେ। ଜଗତକୁ ଆସିଲେ କଣ ପାଇଁ? ମୁକ୍ତିର ମୂଲ୍ୟ ଦେବା ପାଇଁ। ମାର୍କ 10:45 ସେଟା ଲେଖା ଯାଉଛି ସେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଛନ୍ତି। ସମୁଦାୟ ମାନବ ଜାତିର ମୁକ୍ତି ତାଙ୍କ ରକ୍ତରେ ହେଇପାରିବ, ତାଙ୍କର କୃଷରେ ହେଇପାରିବ। ଯାଇପାରନ୍ତି ଆପଣ ଯେକୌଣସି ବ୍ୟକ୍ତି ହୁଅନ୍ତୁ ପ୍ରେମାନେ ଆଜି ଯାଇପାରିବେ ପ୍ରଭୁଙ୍କ କତି କହିପାରିବେ ଲର୍ଡ ଆଇ ଏମ୍ ସରି। ଗୋଟେ ଅନୁଗ୍ରହ ସିଂହାସନ, ଯୀଶୁ ବିଚାର ସିଂହାସନ ବସିବା ପୂର୍ବରୁ ଗୋଟେ ଅନୁଗ୍ରହ ସିଂହାସନ ଅଛି। ଏବେ 4 ପର୍ବ ଆମେ 13 ପଦ ପଢିଲୁ, ସେ ସବୁ ଦେଖୁଛନ୍ତି ବିଚାର କରିବେ। 16 ପଦରେ ଗୋଟେ ଅନୁଗ୍ରହ ଆମ ପାଇଁ ରଖିଛନ୍ତି। ଏବେ 4 ପର୍ବ 16 ପଦ। ଅତଏବ ଆସ କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। ଏବେ ଯାଇପାରିବେ, କହିପାରିବେ ଲର୍ଡ ଆଇ ଏମ୍ ସରି ଲର୍ଡ, ମତେ କ୍ଷମା କର। ଏଇଟା କହିପାରିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ ଆସନ୍ତୁ ନିଜ ଜାଗାରେ ଠିଆ ହେବା, ଗୋଟେ ପ୍ରାର୍ଥନା କରିବା, ପ୍ରଭୁକୁ କହିବା ପ୍ରଭୁ ମୁଁ ଯେମିତି ବି ଅଛି ଆସୁଛି, ଦୟାକରି କ୍ଷମା କର। আপনার স্থানের সমস্ত ঠিয়া হবা, অভিনয় করিবা নাই, ছলনা করিবা নাই। ଆଉ କେତେ ଦିନ ସୁଯୋଗ ଥିବ ଆମେ ଜାଣି ନାହୁଁ, କେତେ ଦିନ ଅନୁଗ୍ରହ ଥିବ ଆମେ ଜାଣି ନାହୁଁ।